ନମସ୍କାର ବନ୍ଧୁଗଣ, ଭାଗ୍ୟଚକ୍ରର ଏହି ବିଶେଷ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ପ୍ରତିଦିନ ପରି ଆଜି ମଧ୍ୟ ଆମେ ଆଲୋଚନା କରିବା ଗ୍ରହ ନକ୍ଷତ୍ରଙ୍କର ଚଳନ ଆପଣଙ୍କ ଜୀବନରେ କି ପରିବର୍ତ୍ତନ ଆଣିବ। ତେବେ ରାଶିଫଳ ଜାଣିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଆଜିର ପଞ୍ଚାଙ୍ଗ ଉପରେ। 27 ଏପ୍ରିଲ 2026, ବୈଶାଖ ମାସ ଶୁକ୍ଲପକ୍ଷ, ମେଷ ଚଉର ଦିନ। ସୂର୍ଯ୍ୟୋଦୟ ସକାଳ 5ଟା 23 ମିନିଟ୍, ସୂର୍ଯ୍ୟାସ୍ତ 6ଟା 9 ମିନିଟ୍। ତିଥି ଓ ନକ୍ଷତ୍ର: ତିଥି ଏକାଦଶୀ ସନ୍ଧ୍ୟା 4ଟା 40 ମିନିଟ୍ ପର୍ଯ୍ୟନ୍ତ, ତାପରେ ଦ୍ୱାଦଶୀ। ନକ୍ଷତ୍ର ପୂର୍ବା ଫାଲ୍ଗୁନୀ ରାତ୍ର 7ଟା 11 ମିନିଟ୍ ପର୍ଯ୍ୟନ୍ତ, ତାପରେ ଉତ୍ତରା ଫାଲ୍ଗୁନୀ। ଚନ୍ଦ୍ର ସିଂହ ରାଶିରେ ଘାତବାର ଓ ଘାତଚନ୍ଦ୍ର। ଘାତବାର ମିଥୁନ ରାଶିର ଘାତବାର, ଘାତଚନ୍ଦ୍ର କର୍କଟ ଓ ମକର ରାଶିର ଘାତଚନ୍ଦ୍ର। ଶୁଭବେଳା: ଦିବା 6ଟା 50 ମିନିଟ୍ ଠାରୁ 8ଟା 35 ମିନିଟ୍ ପର୍ଯ୍ୟନ୍ତ, ରାତ୍ର 8ଟା 22 ମିନିଟ୍ ଠାରୁ 11ଟା ପର୍ଯ୍ୟନ୍ତ। ନିଷିଦ୍ଧ ଖାଦ୍ୟ: ଏକାଦଶୀ ପାଇଁ ଶିମ୍ବ ଭକ୍ଷଣ ନିଷେଧ। ସନ୍ଧ୍ୟା 4ଟା 40 ମିନିଟ୍ ପରେ ଦ୍ୱାଦଶୀ, ପୋଇ ଭକ୍ଷଣ ନିଷେଧ। ବନ୍ଧୁଗଣ, ଆଜି ହେଉଛି ସୋମବାର, ଏହି ବୈଶାଖ ମାସର ଶୁକ୍ଲପକ୍ଷ ଦଶମୀ ତିଥି। ଆଜି ଚନ୍ଦ୍ରଦେବ ସିଂହ ରାଶିରେ ଅବସ୍ଥାନ କରୁଛନ୍ତି। ସୋମବାର ହେଉଛି ଭଗବାନ ଭୋଳାନାଥଙ୍କର ପ୍ରିୟ ଦିନ, ତେଣୁ ଆଜିର ଦିନଟି ଶିବାରାଧନ ପାଇଁ ଅତ୍ୟନ୍ତ ଉତ୍ତମ। ଆସନ୍ତୁ ଜାଣିବା 12ଟି ରାଶି ପାଇଁ ଆଜିର ଦିନ କେମିତି କଟିବ। ପ୍ରଥମେ ମେଷ ରାଶି। ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ମନୋରଞ୍ଜନ ଏବଂ ଆନନ୍ଦରେ କଟିବ। ଆଜି ଆପଣ କୌଣସି ସାମାଜିକ ଉତ୍ସବରେ ଯୋଗ ଦେଇପାରନ୍ତି। ସନ୍ତାନଙ୍କ କୌଣସି ବଡ଼ ସଫଳତାକୁ ନେଇ ପରିବାରରେ ଖୁସିର ଲହରୀ ଖେଳିଯିବ। କର୍ମକ୍ଷେତ୍ରରେ ଆପଣ ନୂତନ ଚିନ୍ତାଧାରା, କାର୍ଯ୍ୟ କରିବାର ଶୈଳୀ ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରିବ। ତେବେ ପ୍ରେମ ଜୀବନରେ ସାମାନ୍ୟ ଭୁଲ ବୁଝାମଣା କିମ୍ବା ଜିଦ୍ ଯୋଗୁଁ ମନମାଳିନ୍ୟ ହୋଇପାରେ, ତେଣୁ ଧୈର୍ଯ୍ୟର ସହ କଥା ହୁଅନ୍ତୁ। ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 9। ପ୍ରତିକାର: ଶିବଲିଙ୍ଗରେ କିଛି ପଞ୍ଚାମୃତ ଲାଗି କରନ୍ତୁ। ପରବର୍ତ୍ତୀ ରାଶି ବୃଷ ରାଶି। ଆଜି ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ପାଇଁ ଚର୍ଚ୍ଚା ହୋଇପାରେ। ଯଦି ଆପଣ ନୂତନ ଯାନବାହନ କିମ୍ବା କୌଣସି ଦାମୀ ଗୃହ ଉପକରଣ କ୍ରୟ କରିବାକୁ ଚାହୁଁଛନ୍ତି, ତେବେ ଆଜି ଯୋଜନା କରିବା ପାଇଁ ଶୁଭ ଦିନ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ, ଯେଉଁଥିପାଇଁ ଆପଣ ଥକ୍କା ଅନୁଭବ କରିବେ। ବ୍ୟବସାୟରେ ପୁରୁଣା ବାକି ଟଙ୍କା ଫେରି ପାଇବେ। ମାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖା ଦେଇପାରେ, ସତର୍କ ରୁହନ୍ତୁ। ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 6। ପ୍ରତିକାର: ମା ପାର୍ବତୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମିଥୁନ ରାଶି। ଆଜି ଆପଣଙ୍କ ମନରେ ସାହସ ଓ ଉତ୍ସାହ ଭରି ରହିବ। ପଡ଼ୋଶୀ ଏବଂ ବନ୍ଧୁମାନଙ୍କ ସହ ସମ୍ପର୍କ ଅତି ନିବିଡ଼ ହେବ। କୌଣସି କ୍ଷୁଦ୍ର ବ୍ୟବସାୟ ଯାତ୍ରାରୁ ଆପଣ ଆଶାଠାରୁ ଅଧିକ ଲାଭବାନ ହେବେ। ଭାଇ ଭଉଣୀଙ୍କ ସହଯୋଗ କୌଣସି ପୁରୁଣା କୋର୍ଟ କଚେରୀ ମାମଲା କିମ୍ବା ଜଟିଳ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ବହୁତ ଭଲ ରହିବ ଏବଂ ନୂତନ ଆୟର ପନ୍ଥା ଫିଟିବ। ଶୁଭ ରଙ୍ଗ ସବୁଜ, ଶୁଭ ସଂଖ୍ୟା 5। ପ୍ରତିକାର: ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ମଜବୁତ ରହିବ। ଯଦି ଆପଣ ପୂର୍ବରୁ କୌଣସି ସେୟାର ମାର୍କେଟ କିମ୍ବା ଜମିବାଡ଼ିରେ ନିବେଶ କରିଛନ୍ତି, ତେବେ ସେଥିରୁ ଭଲ ମୁନାଫା ମିଳିବ। ପରିବାରର ସହିତ ସୁସ୍ୱାଦୁ ମିଷ୍ଟାନ୍ନ ଭୋଜନ କରନ୍ତୁ, ଆନନ୍ଦ ନେବେ। କିନ୍ତୁ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଆପଣଙ୍କର କଠୋର ଭାଷା ପାଇଁ ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ସହ ମନାନ୍ତର ହେବାର ସମ୍ଭାବନା ଅଛି। ଶୁଭ ରଙ୍ଗ କ୍ରିମ୍, ଶୁଭ ସଂଖ୍ୟା 2। ପ୍ରତିକାର: ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ସିଂହ ରାଶି। ଆଜି ଚନ୍ଦ୍ର ଆପଣଙ୍କ ନିଜ ରାଶିରେ ବିରାଜମାନ ଥିବାରୁ ଆପଣ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ ଅନୁଭବ କରିବେ। ଆପଣଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ମୁଗ୍ଧ କରିବ। ଚାକିରି କ୍ଷେତ୍ରରେ ସମ୍ମାନ ବଢ଼ିବା ସହ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ସରକାରୀ କାର୍ଯ୍ୟରେ ଥିବା ବାଧାବିଘ୍ନ ଆଜି ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମୁଣ୍ଡବିନ୍ଧା ପରି ସାମାନ୍ୟ ସମସ୍ୟା ଦେଖା ଦେଇପାରେ। ଶୁଭ ରଙ୍ଗ ନାଲି, ଶୁଭ ସଂଖ୍ୟା 1। ପ୍ରତିକାର: ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଦିନ ଆରମ୍ଭ କରନ୍ତୁ। ପରବର୍ତ୍ତୀ ରାଶି କନ୍ୟା ରାଶି। ନିଜ ଖର୍ଚ୍ଚ ଉପରେ ଲଗାମ ଲଗାଇବା ଆବଶ୍ୟକ। ଅଯଥା ବିଳାସ ବେଶନରେ ଅଧିକ ଟଙ୍କା ବ୍ୟୟ ହୋଇପାରେ।
ଯେଉଁମାନେ ବିଦେଶ ଯାଇ ପାଠ ପଢ଼ିବାକୁ କିମ୍ବା ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କୁ କୌଣସି ଶୁଭ ସମ୍ବାଦ ମିଳିବ। ଅଫିସରେ ସହକର୍ମୀଙ୍କ ଗୁଜବଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବିବାଦ ଘେରକୁ ଆସିପାରନ୍ତି। ନିଜର ମାନସିକ ଶାନ୍ତି ପାଇଁ ଆଜି ଯୋଗ ଓ ପ୍ରାଣାୟାମ ପାଇଁ କିଛି ସମୟ ନିଶ୍ଚିନ୍ତ ବ୍ୟବହାର କରନ୍ତୁ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3। ପ୍ରତିକାର ଗରିବକୁ କିଛି ଶସ୍ୟ ଦାନ କରନ୍ତୁ। ପରବର୍ତ୍ତୀ ରାଶି ତୁଳା ରାଶି। ଆଜିର ଦିନଟି ଆପଣଙ୍କ ପାଇଁ ପ୍ରଗତିଶୀଳ ରହିବ। ବ୍ୟବସାୟରେ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ, ଯାହା ଭବିଷ୍ୟତରେ ବଡ଼ ଲାଭ ଦେବ। ବଡ଼ ଭାଇ କିମ୍ବା ପ୍ରଭାବଶାଳୀ ବନ୍ଧୁଙ୍କ ସହଯୋଗରେ ଆପଣଙ୍କର ଅଟକି ଯାଇଥିବା ଅର୍ଥ ମିଳିବ। ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ରୋମାଣ୍ଟିକ୍ ରହିବ ଏବଂ ଆପଣ ସାଥୀଙ୍କ ସହ କୌଣସି ଭଲ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଶୁଭ ରଙ୍ଗ ଆକାଶୀ, ଶୁଭ ସଂଖ୍ୟା 7। ପ୍ରତିକାର ମା ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପଟିଏ ଜଳାନ୍ତୁ। ପରବର୍ତ୍ତୀ ରାଶି ବିଛା ରାଶି। କର୍ମକ୍ଷେତ୍ରରେ ଆଜି ଆପଣଙ୍କର ପ୍ରତିଭାର ବିକାଶ ହେବ ଏବଂ ଆପଣଙ୍କର ପଦପ୍ରତିଷ୍ଠା ବୃଦ୍ଧି ପାଇବାର ଯୋଗ ଅଛି। ଯଦି ଆପଣ ବେକାର ଅଛନ୍ତି ତେବେ ଆଜି ନୂତନ ଚାକିରିରେ ଭଲ ଅଫର ମିଳିପାରେ। ପୈତୃକ ସମ୍ପତ୍ତି କିମ୍ବା ପୁରୁଣା ଜମି ବିକ୍ରିରୁ ମୋଟ ଅଙ୍କର ଲାଭ ମିଳିବ। ପିତାଙ୍କ ପରାମର୍ଶରେ କୌଣସି ନୂଆ କାମ ଆରମ୍ଭ କଲେ ତାହା ସଫଳ ହେବ। ଶାରୀରିକ ଭାବେ ଆପଣ ସୁସ୍ଥ ଓ ସବଳ ଅନୁଭବ କରିବେ। ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 8। ପ୍ରତିକାର ହନୁମାନଙ୍କୁ ସିନ୍ଦୁର ଲାଗି କରନ୍ତୁ। ପରବର୍ତ୍ତୀ ରାଶି ଧନୁ ରାଶି। ଆଜି ଭାଗ୍ୟଦେବୀଙ୍କ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। କଷ୍ଟକର ମନେ ହେଉଥିବା କାମଗୁଡ଼ିକ ମଧ୍ୟ ସହଜରେ ପୂରଣ ହୋଇଯିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଏବଂ ଆପଣ କୌଣସି ତୀର୍ଥସ୍ଥଳୀ ଦର୍ଶନ କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ଏବଂ ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ଦୂରଯାତ୍ରା ପାଇଁ ଆଜି ଦିନଟି ଶୁଭ ଏବଂ ସଫଳ ପ୍ରଦାନକାରୀ ହେବ। ଶୁଭ ରଙ୍ଗ ସୁନେଲି, ଶୁଭ ସଂଖ୍ୟା 4। ପ୍ରତିକାର ମନ୍ଦିରରେ କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ। ପରବର୍ତ୍ତୀ ରାଶି ମକର ରାଶି। ଆଜି ଦିନଟି ଆପଣଙ୍କ ପାଇଁ ସାମାନ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ରୁହନ୍ତୁ। ପେଟଜନିତ ସମସ୍ୟା କିମ୍ବା ଥଣ୍ଡାକାଶ ହୋଇପାରେ। ମନରେ ଅଜଣା ଭୟ ବା ମାନସିକ ଚାପ ରହିବ। ଗୁପ୍ତ ଶତ୍ରୁମାନେ ଆପଣଙ୍କର ପଛରେ ଷଡ଼ଯନ୍ତ୍ର କରିପାରନ୍ତି, ତେଣୁ ନିଜର ଗୋପନୀୟ କଥା କାହାକୁ କୁହନ୍ତୁ ନାହିଁ। ଆଜି କୌଣସି ବଡ଼ ପୁଞ୍ଜିନିବେଶ କିମ୍ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 10। ପ୍ରତିକାର ଶନି ଚାଳିଶା ପାଠ କରନ୍ତୁ। 11 କୁମ୍ଭ ରାଶି। ଆଜି ଦିନଟି ଦାମ୍ପତ୍ୟ ଜୀବନ ପାଇଁ ବହୁତ ଖୁସି ନେଇ ଆସିବ। ଜୀବନସାଥୀଙ୍କ ସହ ଥିବା ମନାନ୍ତର ଦୂର ହେବ ଏବଂ ପରସ୍ପର ପ୍ରତି ସ୍ନେହ ବୃଦ୍ଧି ପାଇବ। ବ୍ୟବସାୟରେ ନୂଆ ସାଝୀଦାର ବା ପାର୍ଟନରସିପ୍ କରିବା ପାଇଁ ଦିନଟି ଭଲ। ଏଥିରୁ ଭବିଷ୍ୟତରେ ଭଲ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ମନ ପ୍ରସନ୍ନ ରହିବ। ମହିଳାମାନେ ଆଜି ନିଜ ପାଇଁ ନୂଆ ପୋଷାକ କିମ୍ବା ଅଳଙ୍କାର କ୍ରୟ କରିପାରନ୍ତି। ଶୁଭ ରଙ୍ଗ ବାଇଗଣୀ, ଶୁଭ ସଂଖ୍ୟା 11। ପ୍ରତିକାର କଳା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ପରବର୍ତ୍ତୀ ରାଶି ମୀନ ରାଶି। ଆଜି ଆପଣ ନିଜର ବିରୋଧୀ ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆପଣଙ୍କୁ ପୁରସ୍କୃତ କରାଯାଇପାରେ। ଯଦି କୌଣସି ଆଇନଗତ ମାମଲା ବା କୋର୍ଟ କେସ୍ ଚାଲିଛି ତେବେ ତାର ରାୟ ଆପଣଙ୍କ ସପକ୍ଷରେ ଆସିପାରେ। ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଅଧିକ କାମ ଯୋଗୁଁ ଶରୀରରେ ସାମାନ୍ୟ ଆଳସ୍ୟ ଅନୁଭବ ହୋଇପାରେ। ସକ୍ରିୟ ରହିବା ପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3। ପ୍ରତିକାର ଓମ୍ ନମଃ ଶିବାୟ ମନ୍ତ୍ରକୁ 108 ଥର ଜପ କରନ୍ତୁ। ବନ୍ଧୁଗଣ, ଏହା ଥିଲା ଆଜିର ସମ୍ପୂର୍ଣ୍ଣ ରାଶିଫଳ। ସୋମବାର ଭୋଳାନାଥଙ୍କ କୃପା ପାଇଁ ପାରିଲେ ମନ୍ଦିର ଯାଇ ଜଳାଭିଷେକ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବା ସହ ନିଜ ଆତ୍ମୀୟ ସ୍ୱଜନଙ୍କ ସହ ସେୟାର କରନ୍ତୁ। ପୁଣି ଦେଖାହେବ ଆସନ୍ତାକାଲି ରାଶିଫଳ ସହ। ଜୟ ଜଗନ୍ନାଥ। ଓମ୍ ନମଃ ଶିବାୟ।